ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ବଡ ମୂଲ୍ୟବାନ, ଯିଏକି ଆମେ ଯାହା ସହିତ ଆଜି ବାର୍ତ୍ତାଳାପ ହବା ଜଣେ କର୍ମଚାରୀ ଅଛନ୍ତି ଯେ ତାଙ୍କର ଦୁଃଖ କଣ, ତାଙ୍କର ଅଭୁଲା ସ୍ମୃତି କଣ, ଯେ ସିଏ ବାଜି ଲଗେଇ ଜୀବନକୁ ସେ ଯୋଉ ପ୍ରକାର ସେବା ଶୁଶ୍ରୂଷା ଯୋଗାଇ ଦଉଛନ୍ତି, ତାଙ୍କର ଟିକେ ପ୍ରତିକ୍ରିୟା ହେବା ଯେ ପ୍ରକୃତରେ ସିଏ କେତେ ଦୁଃଖୀ ଅଛନ୍ତି କି କେତେ ସୁଖୀ ଅଛନ୍ତି। ଭାଇ ମୁଁ ଆପଣଙ୍କୁ ନମସ୍କାର କରିବି ଯେ ଟିକେ କହିବେ ଆପଣ ରୋଗୀ ମାନଙ୍କୁ ଆପଣଙ୍କ ଜୀବନକୁ ବାଜି ଲଗେଇ ରୋଗୀ ମାନଙ୍କୁ ସେବା ଶୁଶ୍ରୂଷା କରୁଛନ୍ତି 108 ଦ୍ଵାରା, କେମିତି ଆପଣଙ୍କୁ ଲାଗୁଛି, ଫିଲିଂ କେମିତି ଲାଗୁଛି? ଆଜ୍ଞା ବହୁତ ଭଲ ଲାଗୁଛି। ସର୍ବପ୍ରଥମେ ମୋ ନାଁଟା କହୁଛି ଜଗବନ୍ଧୁ ଦାସ, 108ର ପାଇଲଟ ଭାବେ ମୁଁ କାର୍ଯ୍ୟରତ। ଆପଣ ତ ପଚାରିଲେ ଖୁସି ତ ଆମେ ନିଶ୍ଚିତ ଅଛୁ, କାରଣ ସେବା କରିବାଟା ବହୁତ ଗୋଟେ ଭଲ କାମ। ଆମେ ବି କରିଚାଲିଛୁ, ଯାହା ବି ହଉ ଆମେ ଆମ ଠାକୁରଙ୍କର କିଛି ଆଶୀର୍ବାଦ ଥିବାରୁ ଆମେ ବି ଏ କାମରେ ଆମେ କାର୍ଯ୍ୟରତ ଅଛୁ। ବହୁତ ଖୁସି ଅଛୁ, ବହୁତ ଖୁସି ଅଛୁ। ଆଚ୍ଛା, ଆପଣଙ୍କର ଗୋଟେ ଅଭୁଲା ସ୍ମୃତି ସେମିତି ଅଛି କି ଯେ କଣ ଗୋଟେ ହଠାତ୍ ଜଣେ ରୋଗୀ ସିରିୟସ ପୋଜିସନ ଅଛି, ଆପଣ ତାଙ୍କୁ ଆପଣଙ୍କ ଜୀବନକୁ ବାଜି ଲଗେଇକି ନେଇକି ଯାଇଛନ୍ତି? ଆଜ୍ଞା ଏଇଟା ତ ବହୁତ ଅଛି ଆଜ୍ଞା। ଗୋଟେ ଉଦାହରଣ ସେମିତି। ଆମେ ଥରେ ଯାଇଥିଲୁ, ସେଠି ଜଣେ ମୟୂରଭଞ୍ଜ କେସ୍ ଯାଇଥିଲୁ, ଫୁଲ ଅଡିଆ ପରେ ପରେ ସେ ଗାଁଟା ନା ମନେ ନାହିଁ। ସେଠି ଜଣେ ଲେଡିଜ ଲୋକ ଥିଲେ, ସେଠୁ ଆଉ ଆମେ ଗାଡି ନେଇକି 3 ଜଣ ଯାଉଥିଲୁ। ଗାଡି ନେଇକି ଗଲା ଫଳରେ ତାଙ୍କୁ 2 କିଲୋମିଟର ଏଭବ ହବ ଗାଡି ଆଉ ଯାଇପାଇଲାନି। ବର୍ଷା ହଉଥାଏ, ପୁରା ରାତ୍ରି କାଳ ଥିଲା, ସେଟା ନେଟୱାର୍କ ବି ନାହିଁ ମୟୂରଭଞ୍ଜରେ, ଟୋଟାଲ ନେଟୱାର୍କ ନାହିଁ ବି ଯୋଉ ଏରିଆରେ ଯାଇଥିଲୁ। ଲାଷ୍ଟ ତାଙ୍କ ଲୋକ ଜଣେ ଆଇଲେ, ଖବର ଦେଲୁ, ଲୋକ ଜଣେ ଆଇଲେ, ଆମେ ଯାଇକି ଆମ ଷ୍ଟ୍ରେଚର ସାହାଯ୍ୟରେ 3 କିଲୋମିଟର ପାଖାପାଖି ହେଇଯିବ, 2 କିଲୋମିଟର ଏଭବ 3 କିଲୋମିଟର ଲେଡିଜ ଲୋକରେ ପୁରା ଏକଦମ ତାର ହାର୍ଟ ଫାର୍ଟ ଥିଲା ପ୍ରୋବ୍ଲେମ କି କଣ, ନିଶ୍ୱାସ ନେଇ ପାରୁଥିଲାନି, ବହୁତ ଗରିବ ଆଦିବାସୀ ଲୋକ ଥିଲେ। ଆମେ 3 କିଲୋମିଟର ସେ ପାହାଡ ଉପରେ ଚଢିକି ଆଜ୍ଞା, ଆମେ ସେଇ ଧାନ ବିଲରେ, ରିସେଣ୍ଟ କଥା 2 ମାସ ତଳେ କଥା, ଧାନ ବିଲରେ ଆମେ ତାଙ୍କୁ ରେସ୍କ୍ୟୁ କରିକି ଆଣିକି ଗାଡିକି ଆଣିକି ତାପରେ ଆମେ ଉଦୁଳା HDH ରେ ଛାଡିକି ଆଇଲୁ। ବହୁତ ଗରିବ ଲୋକ, ବହୁତ ପରିଶ୍ରମୀ ଆମକୁ ଆଜ୍ଞା ହେଇଥିଲା ସେଇ କେସରେ। ମାନେ ସେ ଯୋଉ ଜଙ୍ଗଲ ଭିତରେ ଚାଲିବା, ମୋବାଇଲ ଲାଇଟ ଧରିକି ଆମେ ଗୋଟେ ହାତର ଜୀବନ ଷ୍ଟ୍ରେଚର ଧରିକି ଆଉ ଗୋଟେ ହାତରେ ମୋବାଇଲ ଧରିକି ଆମେ ତାଙ୍କୁ ନେଇକି ଆସୁ। ବହୁତ ଏମିତି ଆଉ ତ ବହୁତ ଘଟଣା ଆଜ୍ଞା ଅଛି। ଆଚ୍ଛା, ଆପଣ ରୋଗୀ ମାନଙ୍କର ଜୀବନକୁ ବଞ୍ଚେଇବା ପାଇଁ ଆପଣ ବାଜି ଲଗେଇକି ତାଙ୍କୁ ଆପଣଙ୍କ ତ ଅଭୁଲା ସ୍ମୃତି ପକାଇଲେ। ମତେ ଟିକେ କହିବେ ଯେ ଆପଣ ଯୋଉ ଯାଉଛନ୍ତି, ଗାଡି ନେଇକି ଯାଉଛନ୍ତି, ଆପଣଙ୍କ ଜୀବନ ପ୍ରତି ବି ବିପଦ ଅଛି, ସେ ସମୟରେ ଆପଣଙ୍କୁ ଡର ଲାଗୁନି ଯେ ଏତେ ସ୍ପିଡ ଗାଡି ନେଇକି ଗଲେ ଯେ ଆମେ ଯାଇକି ସେ ତା ଜୀବନ ବଞ୍ଚେଇବା ପାଇଁ ଆମ ଜୀବନ ହିଁ ବାଜି ଲଗେଇବା ପାଇଁ ପଡୁଛି? ଆଜ୍ଞା ଦେଖନ୍ତୁ, ସ୍ପିଡ ଲିମିଟ ଆମର 60 ଭିତରେ ଆମେ ଯାଇପାରିବା। କଣ ପାଇଁ ଆମର ରୁଲ ଦିଆଯାଇଛି ବି 60 ଭିତରେ ଆମେ ଯିବା ପାଇଁ ପଡିବ, କାରଣ ପେସେଣ୍ଟ ରହୁଛନ୍ତି, ପେସେଣ୍ଟର ଆଟେଣ୍ଡାଣ୍ଟ ରହୁଛନ୍ତି, ଆମର ବି 3 ଜଣ ଷ୍ଟାଫ ଆମେ ବି ରହୁଛୁ। ଆମ ଆଟେଣ୍ଡାଣ୍ଟ ଯିଏ ଅଛନ୍ତି, ମୋ ନାଁ ତ ଜଗବନ୍ଧୁ ଦାସ, ଆଟେଣ୍ଡାଣ୍ଟ ଅଛନ୍ତି ପ୍ରଦୀପ କୁମାର ବେହେରା, EMT ଆମର ଯିଏ ଅଛନ୍ତି ସରୋଜ କୁମାର ଦାସ, ଆମେ ବି 3 ରହୁଛୁ। ପେସେଣ୍ଟ ତାପରେ ତାଙ୍କ ଆଟେଣ୍ଡାଣ୍ଟ ସମସ୍ତେ ଯେମିତି ମାନେ ଆମେ ଏଇ ଲିମିଟ ସ୍ପିଡରେ କି ସୁଖରେ ଆମେ ଧୀରେ ସ୍ଥିରରେ ଗଲେ ଆମେ ତାଙ୍କ ସମସ୍ତଙ୍କ ଜୀବନ ସେଫ୍ଟି ଯିବ, ସେଇଟା ହିଁ ଆମେ ଚାହୁଁ। ସମସ୍ତେ ହିଁ ସେଫ୍ଟି ଯିବା ଦରକାର, ଆମେ ସେତିକି ଚାହୁଁ। ସେଥିପାଇଁ 60 ଭିତରେ ଆମେ ଗାଡି ଚଳେଇକି ନେଇକି ଯାଉ। କଥାରେ କୁହନ୍ତି ଯେ ପ୍ରକୃତରେ ଆପଣଙ୍କର ଡାକ୍ତର ଭଗବାନ, ଯେ ଜଣେ ଅଛନ୍ତି 108 ଜଣେ ଅଛନ୍ତି ଯେ ଫାର୍ମାସିଷ୍ଟ, ତାଙ୍କ ଗୋଟେ ପ୍ରତିକ୍ରିୟା ନବା। ଭାଇ କଣ କହିବା ଯେ କେମିତି ଅଛନ୍ତି, ଖାଦ୍ୟ ପଦ୍ୟ ଖାଇଲେଣି? ନାଇଁ ଆଜ୍ଞା ନମସ୍କାର, ମୁଁ EMT ସରୋଜ କୁମାର ଦାସ କହୁଛି ଆଜ୍ଞା। ଆମର ତ ଖାଇବା ଟାଇମ ଲଞ୍ଚ ଟାଇମ ଆଜ୍ଞା 12ଟା ବେଳେ, କିନ୍ତୁ ଯଦି 12ଟା ବେଳେ କି 12ଟା 2ରେ ଆମ ପାଖକୁ ଫୋନ ଆସେ, ତାହେଲେ ଆମେ ହିଁ ତୁରନ୍ତ ବାହାରି ଯିବୁ ଆଉ ସେ ପେସେଣ୍ଟ ଛାଡି ସାରିଲା ପରେ ଆଜ୍ଞା ଖାଇବୁ। କେମିତି କଣ ଆପଣଙ୍କର ବାହାନଗା ଦୁର୍ଘଟଣା ଗଲା କିଛି ଦିନ ପୂର୍ବରୁ, ସେ ଯୋଉ ଘଟଣା ଘଟିଲା ସେଥିରେ ଆପଣ ଭାଗ ନେଇଥିଲେ? ଆଜ୍ଞା ଆଜ୍ଞା, ମୁଁ ବାହାନଗା ଦୁର୍ଘଟଣା ଥିଲି, ମୁଁ ଡ୍ୟୁଟିରେ ଥିଲି। ତ ବାହାନଗା ରେଲ ମାନେ ଟ୍ରେନ ଦୁର୍ଘଟଣା ଆଖି ଆଗରୁ କେବେ ଭୁଲି ପାରିବନି ଆଜ୍ଞା, କାହିଁକି ନା ଶହ ଶହ ଜୀବନ ସେଠି ହିଁ ଯାଇଥିଲା, କିନ୍ତୁ ସେଇ ଶହ ଶହ ଜୀବନକୁ ଆମେ ବଞ୍ଚେଇବା ପାଇଁ ଆମ ଜୀବନକୁ ବାଜି ଲଗେଇଥିଲୁ ଆଜ୍ଞା। କହିବାକୁ ଗଲେ ସେ ଗୋଟେ ଅଭୁଲା ସ୍ମୃତି, ଜୀବନ ସାରା କେବେ ଭୁଲି ହବନି ଆଜ୍ଞା। ଆମକୁ ଫୋନ ଆସିଥିଲା, ଆମେ ସ୍ୱରରେ ଥାଉ, ଆମକୁ ଫୋନ ଆସିଥିଲା। ଯାଇକି ବାହାନଗର ପହଞ୍ଚିଲା ପରେ ପେସେଣ୍ଟ କୁ ଏତେ ଦେଖି ଆଜ୍ଞା ଆମେ ତ ଛାନିଆ ହେଇଥିଲୁ ଯେ ସବୁ ପେସେଣ୍ଟ କୁ ଏଟ ଏ ଟାଇମ କେମିତି ନେଇକି ହସ୍ପିଟାଲରେ ପହଞ୍ଚେଇବୁ।
ଯାହା ହଉ ମାନେ ବହୁତ ପ୍ରାଇଭେଟ ଗାଡି ବି ଆସିଥିଲା ଆମ ପାଖକୁ ସବୁ ଗାଡି ହିଁ ମାନେ ଅଦର ଡିଷ୍ଟ୍ରିକ୍ଟ ର ଗାଡି ଆସିକି ଆଲର୍ଟ ହେଇ ପହଞ୍ଚିଥିଲା ଆଜ୍ଞା ସେଠି ଜାଗାରେ। ଆଚ୍ଛା ଆପଣଙ୍କର ଯୋଉ ପରିଶ୍ରମ କରୁଛନ୍ତି ଯେ ପାଇଲଟ ଡ୍ରାଇଭର ଯିଏ ଥିଲେ ଜଗବନ୍ଧୁ ଭାଇ ସେ ତ କହୁଥିଲେ ଯୋଉ ପରିଶ୍ରମ ମୁତାବକ ଆପଣ ପାରିଶ୍ରମିକ ପାଉଛନ୍ତି? ନାଇଁ ଆଜ୍ଞା ପରିଶ୍ରମକ ମୁତାବକ ପାରିଶ୍ରମ ସେମିତି ଆମକୁ ମିଳୁନାହିଁ ଆଜ୍ଞା। ତ ସରକାର ବାଗମାନେ ଆପଣଙ୍କ ଦ୍ଵାରା କି ଆପଣଙ୍କ ମାଧ୍ୟମରେ ଆମେ ଜଣାଇ ଚାହୁଁଛୁ ଆମର ପାରିଶ୍ରମିକ ଟାକୁ ଅଧିକ କଲେ ଆମେ ନିଜର ପରିବାରକୁ ପ୍ରତିପୋଷଣ କରିପାରିବୁ ଆଜ୍ଞା ଭଲରେ। ଆଚ୍ଛା ଆଉ ଜଣେ ତାଙ୍କ ଷ୍ଟାଫ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିବା ସିଏ ବି ମଧ୍ୟ ଏକା ଜଣେ ସାହାଯ୍ୟକାରୀ କ୍ରିୟା କହିବାକୁ ଗଲେ ହେଲ୍ପିଂ ବାର ଗୋଟେ ସେଣ୍ଟେନ୍ସ ରେ ହେଲ୍ପିଂ ବାର ଭାଇ କେମିତି ବର୍ତ୍ତମାନ ପାଇଁ ଆପଣ ଜୀବନକୁ ବାଜି ଲଗେଇକି ଡ୍ୟୁଟି କରୁଛନ୍ତି ପାରିଶ୍ରମିକ ବରାବର ମିଳୁଛି? ନା ନା ପାରିଶ୍ରମିକ ଡ୍ୟୁଟି ହିସାବରେ ମିଳୁନାହିଁ। ଯେହେତୁ ଆମର ସକାଳୁ ଆସିବୁ 8ଟା ବେଳେ ଡ୍ୟୁଟି ଆରମ୍ଭ 12 ଘଣ୍ଟିଆ ଡ୍ୟୁଟି 8ଟା ବେଳେ ଆସିବୁ ଓହ୍ଲେଇଲା ବେଳକୁ କହିବ ହଉନି କେତେବେଳେ 10ଟା କେତେବେଳେ ବି 11ଟା କେତେବେଳେ 12ଟା ପୁଣି ତା ପର ଦିନ ବି ଡ୍ୟୁଟି ଆମର 8ଟା ବେଳୁ ଷ୍ଟାର୍ଟ ହଉଛି ସେଇ ହିସାବରେ ପାରିଶ୍ରମିକ କିଛି ମିଳୁନାହିଁ ଠିକ ସେ। ଆପଣ ଲାଗୁଛି ବର୍ତ୍ତମାନ ପାଇଁ ନିଦୁଆ ଲାଗୁଛି ବା ଆପଣ ଅନିଦ୍ରା ହେଇଛନ୍ତି ଜଣା ପଡୁଛି ବୋଧେ। ଆଜ୍ଞା କାଲି ଓହ୍ଲେଇଥିଲି 12ଟାରେ ଓହ୍ଲେଇକି ପୁଣି ଘରକୁ ଯାଇଥିଲି ଘରୁ ଆସିକି ପୁଣି 8ଟା ବେଳେ ପହଞ୍ଚିକି ପୁଣି କେସ ରେ ଯାଇଥିଲୁ ଏବେ ଆସିକି ପହଞ୍ଚିଲୁ ଆଉ। କଣ ଜଣେଇବେ ସରକାରଙ୍କୁ କଣ ଜଣେଇବେ ପାରିଶ୍ରମିକ ବାବଦ? ପରିଶ୍ରମ ଟିକେ ବଢେଇଲେ ଦରମା ଆମର ଭଲ ହୁଅନ୍ତା ଆଉ ସରକାର ଏଇ ଯୋଉ ଦରମା ବଢେଇବା କଥା କହୁଛନ୍ତି କେବଳ 108 ଆମର ଉପଦା ସାରା ଓଡିଶା ନା ସାରା ଓଡିଶା ପାଇଁ ସବୁ ଖଟୁଛନ୍ତି ଆଜ୍ଞା ସବୁ ଖଟୁଛନ୍ତି ସବୁ ବି ରୋଗୀ ସେବା ଦଉଛନ୍ତି। ଯେ କହିବାକୁ ଗଲେ ସିଏ ରୋଗୀ ମାନଙ୍କର ସେବା ଶୁଶ୍ରୂଷା କରୁଛନ୍ତି ରୋଗୀ ମାନଙ୍କ ଦାୟିତ୍ୱ ନଉଛନ୍ତି ଦ୍ୱିତୀୟ ଭଗବାନ ବୋଲି ବର୍ତ୍ତମାନ ପାଇଁ ଯିଏ କି 108 ର କର୍ମଚାରୀ ମଧ୍ୟ ଏକ ପ୍ରକାର କୁହାଯାଇ ପାରିବ ଯେ ତାଙ୍କର ପରିଶ୍ରମ ଅନୁଯାୟୀ ତାଙ୍କ ପାରିଶ୍ରମିକ ଯେହେତୁ ନିଲ୍ ହେଉଛି ତେଣୁ ପାରିଶ୍ରମିକ ଆଉ ଟିକେ ବୃଦ୍ଧି କରିବା ପାଇଁ ସେ ଆମ ମାଧ୍ୟମରେ ଦାବି ରଖୁଛନ୍ତି ଯେ ଏଇ ଯୋଉ ଆମର ଖବର ପ୍ରସାରଣ ପରେ ପ୍ରଶାସନ ଅଧିକାରୀ ହୁଅନ୍ତୁ ବା ଆପଣଙ୍କର ଯେ ସରକାର ହୁଅନ୍ତୁ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାକୁ ଦେଖିବା ପାଇଁ ଅପେକ୍ଷା। ବାଲେଶ୍ୱର ଜିଲ୍ଲା ଉପଦର ଚନ୍ଦ୍ରଶେଖର ବାରିକ ରିପୋର୍ଟ ସ୍ୱାଧିକାର ନ୍ୟୁଜ।